ଆଗକୁ ଆସିବାକୁ ଯାଉଛି ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାରେ ଆପଣମାନେ ମନେ ରଖନ୍ତୁ ଏହିସବୁ ଜରୁରୀ କଥା। ଆମେ ଅକ୍ଷୟ ତୃତୀୟାରେ କ'ଣ ସବୁ କରିବା, ଅକ୍ଷୟ ତୃତୀୟାରେ ଆମକୁ କ'ଣ କଲେ ଆମର କେବେ ବି କୌଣସି ଅଭାବ ଅସୁବିଧା ହେବ ନାହିଁ, ଆଉ ଆମେ ଅକ୍ଷୟ ତୃତୀୟାରେ କ'ଣ କ'ଣ ସବୁ ପାଳନ କରିବା, କ'ଣ ସବୁ ଖାଇବା, କ'ଣ ଖାଇବାନି, ଏମିତି ବହୁତ ଗୁଡ଼ିଏ କଥା ଆସନ୍ତୁ ଏହି ଭିଡ଼ିଓରେ ଆମେ ଜାଣିବା। ମହାଲକ୍ଷ୍ମୀ ଏବଂ ଶ୍ରୀହରି ବିଷ୍ଣୁଙ୍କ ପୂଜା ଏହି ଅକ୍ଷୟ ତୃତୀୟାରେ ଆପଣ କରନ୍ତୁ। ଭୋରୁ ଭୋରୁ ସ୍ନାନ କରିକି ଘରର ମନ୍ଦିରରେ ଦୀପ ଜଳାଇ ପ୍ରଥମେ ତାପରେ ପୂଜା ଆରମ୍ଭ କରିବା ଉଚିତ। ଚାଷୀ ଭାଇମାନେ ବିଲକୁ ଯାଇ ଭୂମିଙ୍କୁ ପ୍ରଣାମ କରି ପୂଜା କରି ବିହନ ବୁଣିବା କାମ ଏହି ଅକ୍ଷୟ ତୃତୀୟାରେ ହିଁ କରିଥାନ୍ତି। ବିଲରେ କ୍ଷୀରି ପିଠା ତିଆରି କରି ଭୋଗ ଲଗାଇ ସମସ୍ତଙ୍କୁ ସେମାନେ କ୍ଷୀରି ଖାଇବାକୁ ଦେଇଥାନ୍ତି। ଏହା ମଧ୍ୟ ଏକ ନିୟମ ଅଟେ। ଗରିବ ଲୋକମାନଙ୍କୁ ଶସ୍ୟ, ଜଳପାତ୍ର, ଛତା କିମ୍ବା ପୋଷାକ ଦାନ କରିବା ଉଚିତ। ପଶୁପକ୍ଷୀମାନଙ୍କୁ ଏହି ଦିନରେ ଅକ୍ଷୟ ତୃତୀୟାରେ ଖାଇବାକୁ ଦେବା, ପାଣି ପିଇବାକୁ ଦେବା ଉଚିତ। ଗାଈଙ୍କୁ ରୁଟି ସହିତ କଦଳୀ ଖାଇବାକୁ ଦେବା ଉଚିତ। ଅକ୍ଷୟ ତୃତୀୟାରେ ସୁନା, ରୂପା, ପିତ୍ତଳ କିମ୍ବା କଉଡ଼ି, ଧଣିଆ ମଞ୍ଜି, ତୁଳସୀ ଗଛ, ବେଲ ଗଛ ଏସବୁ ଯଦି ଆମେ ଘରକୁ ଆଣିବା ଆଉ ପୂଜା କରିବା ସେସବୁ ଜିନିଷକୁ, ତାହେଲେ ଏହା ଆମ ପାଇଁ ଅନେକ ଶୁଭ ହୋଇଥାଏ। ଲକ୍ଷ୍ମୀ ନାରାୟଣଙ୍କର ପୂଜା କରିବା ସମୟରେ ଭଗବାନଙ୍କୁ ଅକ୍ଷତ ଅଭଙ୍ଗା ଅରୁଆ ଚାଉଳ, ଯେଉଁ ଚାଉଳ ଭାଙ୍ଗି ନଥିବ ଅରୁଆ ଚାଉଳ, ସେହି ଚାଉଳ ଏହି ପୂଜାରେ ଅର୍ପଣ କରିବା ଉଚିତ। ପୂଜା କରିବା ସମୟରେ ଗାୟତ୍ରୀ ମନ୍ତ୍ରକୁ ଉଚ୍ଚାରଣ କରି ଆମେ ପୂଜା କରିବା ଉଚିତ। ଏହି ଦିନ ପିତୃପୁରୁଷମାନଙ୍କୁ ମନେ ପକାଇ ଜଳ ତର୍ପଣ କରିବା କଥା। ଏହି ଦିନ ଗୋମାତାଙ୍କୁ ସେବା କରିବା, ତାଙ୍କୁ ଖାଇବାକୁ ଦେବା ଉଚିତ। ଅନ୍ୟ ଲୋକମାନଙ୍କୁ ଜଳଦାନ କରିବା, କିଛି ସାହାଯ୍ୟ କରିବା ଉଚିତ। ଅକ୍ଷୟ ତୃତୀୟାରେ ଏହିସବୁ କାମ କଲେ ଅନେକ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ। ତ ଯେଉଁ ପୁଣ୍ୟ କେବେ କ୍ଷୟ ହୁଅ ନାହିଁ, ତାହା ସବୁଦିନ ପାଇଁ ଅକ୍ଷୟ ହୋଇକି ରହିଥାଏ, ଆଉ ସେହି ପୁଣ୍ୟର ଫଳ ଆପଣଙ୍କୁ ନିଶ୍ଚୟ ମିଳିବ ହିଁ ମିଳିବ। କାରଣ ଆମେ ଏମିତି କିଛି ପୁଣ୍ୟ କରିଥାଉ, ଯଦି ଆମେ କିଛି ଆଉ ପାପ କାମ କରିବା ତାହେଲେ ସେ ପୁଣ୍ୟ ଗୁଡ଼ିକ ଆମର ନଷ୍ଟ ହୋଇଯାଏ। କିନ୍ତୁ ଏଇ ଅକ୍ଷୟ ତୃତୀୟାରେ ଆମେ ଯାହା କିଛି ପୁଣ୍ୟ କରିବା ତା'ର କୌଣସି ନଷ୍ଟ ସିଏ ହେବ ନାହିଁ, ସେହି ପୁଣ୍ୟ ସେମିତି ଅକ୍ଷୟ ହୋଇକି ରହିବ, ତା'ର ଫଳ ଆମକୁ ନିଶ୍ଚୟ ପ୍ରାପ୍ତ ହେବ। ଏପ୍ରିଲ 20 ତାରିଖରେ ଅକ୍ଷୟ ତୃତୀୟାର ପର୍ବ ପଡ଼ୁଛି। ପ୍ରତିବର୍ଷ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିରେ ହିଁ ଅକ୍ଷୟ ତୃତୀୟା ପାଳନ କରାଯାଏ। ଆମର ଓଡ଼ିଆମାନେ ଅକ୍ଷୟ ତୃତୀୟାକୁ ବହୁତ ଧୁମଧାମରେ ହିଁ ପାଳନ କରିଥାନ୍ତି, କାହିଁକିନା ଆମର 12 ମାସରେ 13 ପର୍ବ ରହିଥାଏ। ଆଉ ବିଶେଷ କରି ଆମ ଓଡ଼ିଆମାନେ ସବୁ ପର୍ବକୁ ଆଗ୍ରହରେ ପାଳନ କରନ୍ତି। ଅକ୍ଷୟ ତୃତୀୟା ଦିନ ଶ୍ରୀହରି ନାରାୟଣ ଆଉ ମାତା ଲକ୍ଷ୍ମୀଙ୍କର ପୂଜା ହିଁ କରାଯାଏ, ଅର୍ଥାତ୍ ବିଶେଷ ନୀତି ନିୟମରେ ଏହି ଦିନ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରାଯାଏ। ସମସ୍ତଙ୍କୁ ମଧ୍ୟ ଲକ୍ଷ୍ମୀ ନାରାୟଣଙ୍କର ପୂଜା ଏହି ଦିନରେ କରିବା ନିହାତି ଦରକାର। ଅକ୍ଷୟ ତୃତୀୟା ଦିନ କୃଷକ ଭାଇମାନେ ମୁଠି ଅନୁକୂଳ କରିଥାନ୍ତି। ଅକ୍ଷି ମୁଠି ଅନୁକୂଳ, ରଥ କାଠ ଅନୁକୂଳ, ଚନ୍ଦନ ଯାତ୍ରାର ଆରମ୍ଭ ହୋଇଥାଏ ଏହି ଅକ୍ଷୟ ତୃତୀୟା ଦିନଠାରୁ, କାହିଁକିନା ଅକ୍ଷୟ ତୃତୀୟା ଦିନଟି ବହୁତ ଶୁଭ ଅଟେ। ମୁଖ୍ୟତଃ ଏହି ଅକ୍ଷୟ ତୃତୀୟାରେ କୃଷକ ଭାଇମାନେ ବିହନ ବୁଣିବା କାମ କରିଥାନ୍ତି। ଚାଷୀ ଭାଇମାନେ ବିଲ ପୂଜା କରି ମୁଠି ଅନୁକୂଳ କରିଥାନ୍ତି। ତା ସହିତ କୋହିନୂର ପଞ୍ଜିକା ଅନୁସାରେ ଏହି ଦିନଟି ବହୁତ ଶୁଭ ଅଟେ। ତେଣୁ ଏହି ଦିନରେ ସମସ୍ତ ପ୍ରକାର ଶୁଭ କାମ କରିବା ଉଚିତ। ସାଙ୍ଗମାନେ, ଆପଣମାନେ କେଉଁ ସ୍ଥାନରୁ ଭିଡ଼ିଓ ଦେଖୁଛନ୍ତି ଆଉ ମୋ ଭିଡ଼ିଓଟି କେଉଁ ସ୍ଥାନରେ ପହଞ୍ଚି ପାରିଛି ମୁଁ ଜାଣିବାକୁ ଚାହୁଁଛି। ନିଶ୍ଚୟ ମୋତେ କମେଣ୍ଟ ମାଧ୍ୟମରେ କୁହନ୍ତୁ ଆପଣମାନେ କେଉଁ ଗାଁରୁ ଏହି ଭିଡ଼ିଓଟି ଦେଖୁଛନ୍ତି। ଆଉ ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଲାଗୁଛି, ଭଲ ଲାଗୁଛି, ତାହେଲେ ନିଶ୍ଚୟ ଗୋଟେ ଲାଇକ୍ ମଧ୍ୟ କରିବାକୁ ଭୁଲନ୍ତୁ ନାହିଁ। ତ ଏହି ଅକ୍ଷୟ ତୃତୀୟା ଦିନରେ ସବୁ ଶୁଭ କାମ କରିବା, ଯେମିତିକି ବିବାହ, ଜମି କିଣିବା, ନୂଆ ଜମି ପୂଜା କରିବା, ନୂଆ ଘର ପ୍ରବେଶ, କାନ ଫୋଡ଼େଇବା ଇତ୍ୟାଦି, କର୍ଣ୍ଣବିଧି ସଂସ୍କାର ଏସବୁ ଇତ୍ୟାଦି ଯେତେ ସବୁ ଅନୁକୂଳ କାମ ଏହି ଦିନରେ ହିଁ ଆରମ୍ଭ କରିବା ଉଚିତ। ତା ସହିତ ନୂଆ ନୂଆ ଜିନିଷ ସବୁ ଏହି ଦିନ ଘରକୁ ଆଣିବା ମଧ୍ୟ ଅଧିକ ଶୁଭ ହୋଇଥାଏ। ଅକ୍ଷୟ ତୃତୀୟା ଦିନରେ ମୂଳା, ପୋଟଳ ଖାଇବା ଉଚିତ ନୁହେଁ। ତା ସହିତ ବାକି ପର୍ବପର୍ବାଣୀ ଦିନରେ ଯେମିତିକି ଆମିଷ ଖାଇବା କଥା ନୁହେଁ, ପିତା ଜିନିଷ, ପୋଡ଼ାପୋଡ଼ି ଖାଦ୍ୟ ଏସବୁ ମଧ୍ୟ ଅକ୍ଷୟ ତୃତୀୟାରେ ମଧ୍ୟ ଖାଇବା କଥା ନୁହଁ। ବିଶେଷ କରି ମୂଳା ଆଉ ପୋଟଳ ଅକ୍ଷୟ ତୃତୀୟାରେ ଖାଇବା କଥା ନୁହଁ। ଆଉ ତୃତୀୟା ତିଥିରେ ପୋଟଳ ଆଉ ମୂଳା କେବେ ଖାଇବାକୁ ମନା କରାଯାଏ, ସେଥିପାଇଁ ଏହାକୁ ମାନିବା ଦରକାର। ଏହି ଦିନ କେବଳ ଏକୁଟିଆ ମା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ ନୁହଁ। ଏହି ଦିନରେ ଉଭୟ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରିବା ଉଚିତ। ଏହାଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ଆମ ଉପରେ ରହିଥାଏ, ଯାହାଦ୍ୱାରା ଘରୁ ସବୁ ଅଭାବ ଦୂର ହୋଇଯାଏ। ଏହି ଅକ୍ଷୟ ତୃତୀୟା ଦିନରେ ଦାନ ଧର୍ମ କରିବା ଉଚିତ, କାରଣ ଆପଣ ଅକ୍ଷୟ ତୃତୀୟାରେ ଯାହା ସବୁ ଦାନ ଧର୍ମ କରିବେ, ଯାହା ପୁଣ୍ୟ ଅର୍ଜନ କରିବେ, ତାହା କେବେ କ୍ଷୟ ହେବ ନାହିଁ, ସବୁଦିନ ପାଇଁ ଅକ୍ଷୟ ହୋଇକି ରହିବ, ଯାହାର ଫଳ ଆପଣଙ୍କୁ ନିଶ୍ଚୟ ଦିନେ ନା ଦିନେ ମିଳିବ।
କାରଣ ଆମେ ଏମିତି କିଛି ପୁଣ୍ୟ କରିଥାଉ, ଯଦି ଆମେ ତାପରେ କିଛି ପାପ କର୍ମ କରିଯାଉ ତାହେଲେ ଆମର ପୁଣ୍ୟ ସବୁ ନଷ୍ଟ ହୋଇଯାଏ। କିନ୍ତୁ ଏଇ ଯେଉଁ ଆମେ ଅକ୍ଷୟ ତୃତୀୟାରେ ଯାହା ପୁଣ୍ୟ କରିବା ତାହା କେବେ ନଷ୍ଟ ହେବ ନାହିଁ, ସବୁଦିନ ପର୍ଯ୍ୟନ୍ତ ଅକ୍ଷୟ ହୋଇକି ରହିବ। ଏବେ କିଛି ଦିନ ହେବ ଏକ ଟ୍ରେଣ୍ଡ ହୋଇଗଲାଣି ଯେ ଧନତେରସ୍ ପରି ଅକ୍ଷୟ ତୃତୀୟାରେ ମଧ୍ୟ ସମସ୍ତେ ସୁନା ଅଳଙ୍କାର କିଣୁଛନ୍ତି। କିନ୍ତୁ ସୁନା ରୂପା ଏତେ ଅଧିକ ରେଟ୍ ହୋଇଗଲାଣି ଯେ ମଧ୍ୟବିତ୍ତ ପରିବାରର ଜଣେ ଲୋକ ସହଜରେ ସୁନା ଅଳଙ୍କାର କିଣିପାରିବେ ନାହିଁ। ତେଣୁ ଏହି ଶୁଭ ଦିନରେ ଆପଣ ସୁନା ରୂପା ନ କିଣିଲେ କ'ଣ ହେଲା, ଆପଣମାନେ ଆଉ ଏମିତି କିଛି ଜିନିଷ ଆଣିପାରିବେ ଯାହାକି ଘର ପାଇଁ ମଧ୍ୟ ଭଲ ଅଟେ। ତାହେଲେ ଆସନ୍ତୁ ଜାଣିବା ସେଇ ଜିନିଷ ଗୁଡ଼ିକ କ'ଣ। ଅକ୍ଷୟ ତୃତୀୟାରେ ଆପଣ ସୁନା ରୂପାର କଏନ୍ ଏସବୁ କିଣିପାରିବେ। ଯଦି ଏସବୁ ନ କିଣିପାରିବେ ତାହେଲେ କଉଡ଼ିଟିଏ ଆଣିପାରିବେ ଘରକୁ, ଧଣିଆ ମଞ୍ଜି, ଝାଡ଼ୁ, ଧଳା ଚାଉଳ, ପୂଜା ପାଇଁ ପିତ୍ତଳ ଜିନିଷ ଯେମିତିକି ଘଣ୍ଟି, ଥାଳି, ଦୀପ, ଧୂପଦାନୀ ଯାହା ସବୁ ପୂଜାରେ ବ୍ୟବହାର କରାଯାଏ, ପୂଜା ଜିନିଷ ସବୁ ମଧ୍ୟ ପିତ୍ତଳର ଏହି ଦିନ ଘରକୁ ଆଣିଲେ ଆମ ଘର ପାଇଁ ବହୁତ ଶୁଭ ହୋଇଥାଏ। ତା ସହିତ ଲକ୍ଷ୍ମୀ ନାରାୟଣଙ୍କର ପିତ୍ତଳ ମୂର୍ତ୍ତି ମଧ୍ୟ ଏହି ଦିନରେ ଘରକୁ ଆଣିଲେ ଅଧିକ ଶୁଭ ହୋଇଥାଏ। ତୁଳସୀ ଗଛ, ବେଲ ଗଛ ମଧ୍ୟ ଏହି ଦିନରେ ଘରକୁ ଆଣିବା ଅଧିକ ଶୁଭ ହୋଇଥାଏ। ଏସବୁ ପ୍ରଥା ପୂର୍ବରୁ ହିଁ ଚାଲି ଆସୁଛି। କିନ୍ତୁ ଅକ୍ଷୟ ତୃତୀୟା ମାନେ ଯେ କେବଳ ସୁନା ରୂପା କିଣିବା ନିହାତି ଆବଶ୍ୟକ ତାହା ନୁହେଁ। ଏହା ସବୁ ବସ୍ତୁବାଦୀ ଲୋକମାନଙ୍କ ପାଇଁ ଆବଶ୍ୟକ, ଯେଉଁମାନେ କି ଭଗବାନଙ୍କ ସହିତ କୌଣସି ବସ୍ତୁ ବା କୌଣସି ଜିନିଷ ସହିତ ତୁଳନା କରନ୍ତି, ଯେଉଁମାନେ ସବୁବେଳେ ଟଙ୍କା ପଇସା ପଛରେ ଗୋଡ଼େଇଥାନ୍ତି। ଆଉ ସେମାନେ ହିଁ ଭାବନ୍ତି ଯେ ସୁନା ରୂପା କିଣିଦେଲେ ଆମ ଘରେ ଅଧିକ ଧନ ଆହୁରି ବଢ଼ିଯିବ, କିମ୍ବା ସେମାନେ ଭାବନ୍ତି ଯେ ମୁଁ ଏଇଠି ଚାଉଳ ରଖିଦେବି, ଏଇଠି କିଛି ପଇସା ରଖିଦେବି, ଏମିତି ଏଇ ଉପାୟ କରିଦେବି, ସେଇ ଉପାୟ କରିଦେବି, ଏମିତି କଲେ ଆମେ ଧନୀ ହୋଇଯିବୁ। ଏସବୁ ସମ୍ପୂର୍ଣ୍ଣ ରୂପରେ ଭୁଲ କଥା ଅଟେ, କାହିଁକିନା ଆମକୁ ଉଚିତ କର୍ମ କରିବାର ଅଛି। ଏହି ଦିନରେ ପଶୁପକ୍ଷୀମାନଙ୍କୁ ଖାଇବାକୁ ଦେବା, ଗରିବ ଲୋକମାନଙ୍କୁ କିଛି ଦାନ କରିବା, କାହାକୁ ସାହାଯ୍ୟ କରିବା, ପଶୁପକ୍ଷୀଙ୍କ ପାଇଁ ପାଣି ପିଇବାକୁ ଦେବା, ଗାଈଙ୍କୁ ରୁଟି କଦଳୀ ଖାଇବାକୁ ଦେବା, କିମ୍ବା କାହାକୁ ଅନ୍ନ ଖାଇବାକୁ ଦେବା, କାହାକୁ ପୋଷାକ ଦାନ କରିପାରିବା, ଏସବୁ ଇତ୍ୟାଦି କାମ କଲେ ଭଗବାନ ଅଧିକ ଆମ ଉପରେ ସନ୍ତୁଷ୍ଟ ହୋଇଥାନ୍ତି। ବିଶେଷ କରି ଏହି ଦିନରେ ଆମେ ଯଦି ପୁଣ୍ୟ କାମ ସବୁ କରିବା ତାହେଲେ ଆମ ପାଇଁ ଅନେକ ଭଲ। ଏହି ପୁଣ୍ୟ କାମ ଅକ୍ଷୟ ତୃତୀୟାରେ କଲେ ହିଁ ଏହି ପୁଣ୍ୟ କେବେ କ୍ଷୟ ହେବ ନାହିଁ, ସବୁଦିନ ପାଇଁ ଅକ୍ଷୟ ହୋଇକି ରହିବ। ଆପଣ ଅନ୍ୟ ବ୍ରତ ଯେମିତି ରଖୁଛନ୍ତି ସେମିତି ଅକ୍ଷୟ ତୃତୀୟାର ବ୍ରତ ମଧ୍ୟ ଆପଣ ଏଦିନ ରଖିବେ। ପୂର୍ବ ଦିନଠାରୁ ଘରଦ୍ୱାର ଧୁଆ ପୋଛା କରିକି ସଫାସୁତୁରା କରିଦେବେ, ଝାଡ଼ୁ ମଧ୍ୟ ଧୋଇକି ରଖିଦେବେ। ଅକ୍ଷୟ ତୃତୀୟା ଦିନ ପବିତ୍ର ସ୍ନାନ ଆପଣ କରିବା ଉଚିତ, ଅର୍ଥାତ୍ ପାଣିରେ ଗଙ୍ଗାଜଳ ମିଶାଇ ଗାଧୋଇବା ଉଚିତ। ତାପରେ ଘରର ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ର ତୋରଣ କିମ୍ବା ଅଶୋକ ପତ୍ରର ତୋରଣ ଦେବା ଉଚିତ। ତାପରେ ଘରେ କଳସ ପୂଜା, ଘଣ୍ଟି ପୂଜା, ପଞ୍ଚଦେବତାଙ୍କ ପୂଜା, ଦୀପ ପୂଜା ସହିତ ଲକ୍ଷ୍ମୀନାରାୟଣଙ୍କର ବିଶେଷ ପୂଜା କରିବା ଉଚିତ। ଆପଣ ଏହି ବ୍ରତକୁ 8 ବର୍ଷ ପର୍ଯ୍ୟନ୍ତ ସେମିତି କରିପାରିବେ, ନହେଲେ ଗୋଟେ ବର୍ଷ ପାଇଁ ମଧ୍ୟ ସଂକଳ୍ପ କରି ଆପଣମାନେ ଏହି ବ୍ରତକୁ ରଖିପାରିବେ। ଆମ୍ବ ତୋରଣରେ, କବାଟରେ, ଦ୍ୱାରବନ୍ଧରେ, କଳସରେ ଆଉ ଠାକୁରଙ୍କୁ ମଧ୍ୟ ଚନ୍ଦନ ସିନ୍ଦୁର ନିଶ୍ଚୟ ଲଗାଇବା ଉଚିତ। ଏହି ଦିନରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା ମଧ୍ୟ କରିବା ଉଚିତ। ଆଉ ତା ସହିତ ସ୍ୱସ୍ତିକ ଚିହ୍ନ ମଧ୍ୟ ଆପଣମାନେ ଅଙ୍କନ କରିବା ଦରକାର। ଓମ୍ ନାରାୟଣଶ୍ଚ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନ ବିଷ୍ଣୁ ପ୍ରଚୋଦୟାତ୍। ଏହି ମନ୍ତ୍ରକୁ ଆପଣମାନେ ଗାୟତ୍ରୀ ମନ୍ତ୍ର ବିଷ୍ଣୁଙ୍କର ଉଚ୍ଚାରଣ କରି ଏହି ଦିନ ପୂଜା କରିପାରିବେ, ନହେଲେ ଓମ୍ ନମୋ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ମଧ୍ୟ ଉଚ୍ଚାରଣ କରି ଏହି ଦିନ ପୂଜା କରିପାରିବେ ଭଗବାନ ବିଷ୍ଣୁଙ୍କର। ଏହି ମନ୍ତ୍ରକୁ ଉଚ୍ଚାରଣ କରି ଭଗବାନ ବିଷ୍ଣୁଙ୍କର ପୂଜା କରିବା ଦରକାର। ଏବଂ ଘଣ୍ଟି, ଦୀପ, ପଞ୍ଚଦେବତାଙ୍କ ପୂଜା କରିବା ସମୟରେ ମଧ୍ୟ ଆମେ ଉଚିତ ମନ୍ତ୍ର ଉଚ୍ଚାରଣ କରି ପୂଜା କଲେ ଆମର ପୂଜାଟି ସଫଳ ହେବ। ତା ସହିତ ଭୂମି ପୂଜା ମଧ୍ୟ ଏହି ଅକ୍ଷୟ ତୃତୀୟା ଦିନରେ ହିଁ ହୋଇଥାଏ। ଭୂମିକୁ ପୂଜା କରି ପ୍ରଣାମ କରି କୃଷକ ଭାଇମାନେ ବିହନ ଫସଲ ବୁଣିବା ଆରମ୍ଭ କରିଥାନ୍ତି, ଯେମିତିକି ଏ ବର୍ଷ ଚାଷ ଭଲ ହେଉ, ଭଲ ଫସଲ ହେଉ ବୋଲି। ଏହି ଦିନ ବିଲରେ କ୍ଷୀରି ମଧ୍ୟ ପ୍ରସ୍ତୁତ କରି ପୂଜା କରି ସମସ୍ତଙ୍କୁ ପ୍ରସାଦ ବଣ୍ଟା ହୋଇଥାଏ। କ୍ଷୀରି ସମସ୍ତେ ଘରେ ମଧ୍ୟ ଖାଇଥାନ୍ତି। ଏହା ଏକ ବହୁତ ଭଲ କଥା। ତ ଯେଉଁମାନେ ଅକ୍ଷୟ ତୃତୀୟାର ଏହି ଭିଡ଼ିଓଟି ଦେଖିଲେ, ତ ଆପଣମାନଙ୍କୁ ଏହି ଭିଡ଼ିଓରେ ଯଦି କିଛି ବି ଶିଖିବାକୁ ମିଳିଲା, ଆଉ କିଛି ବି ମାତ୍ରାରେ ଭିଡ଼ିଓଟି ଭଲ ଲାଗିଲା, ତାହେଲେ ନିଶ୍ଚୟ ଭିଡ଼ିଓଟି ଲାଇକ୍ କରିବାକୁ ଭୁଲନ୍ତୁ ନାହିଁ। ଆଉ ଆପଣମାନେ ବିଶେଷ କରି କେଉଁ ଗାଁରୁ ଏହି ଭିଡ଼ିଓଟି ଦେଖୁଛନ୍ତି ନିହାତି ମୋତେ କମେଣ୍ଟ କରି କୁହନ୍ତୁ। ଆଉ ଏମିତି ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ପ୍ରତ୍ୟେକ ଦିନ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ। ଆଜି ପାଇଁ ଏତିକି, ରହିଲି। ଜୟ ଜଗନ୍ନାଥ, ଧନ୍ୟବାଦ।